ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର, କାରଣ ସରକାର ଧାନର MSP ବୃଦ୍ଧି କରିବାକୁ ଯାଉଛନ୍ତି। ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। MSP ଫର୍ ଖରିଫ କ୍ରପ୍ସ, ଧାନର MSP 69 ଟଙ୍କା ବୃଦ୍ଧି। ସୂଚନା ଅନୁଯାୟୀ ଚାଷୀଙ୍କ ପାଇଁ ଖୁସି ଖବର, ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ 69 ଟଙ୍କା ଅଧିକ ପାଇବେ ଚାଷୀ। ଖରିଫ ଫସଲ ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ପ୍ରକାରର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSPକୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଏହି କ୍ରମରେ ଆଜି ରାଜ୍ୟ ସରକାର ଧାନର MSP କ୍ୱିଣ୍ଟାଲ ପିଛା 69 ଟଙ୍କା ବୃଦ୍ଧି କରିଛନ୍ତି। ଏଣିକି 3100 ବଦଳରେ କ୍ୱିଣ୍ଟାଲ ପିଛା 3169 ଟଙ୍କା ଦେବେ ସରକାର। କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ MSP 2369 ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଦେଉଛନ୍ତି 800 ଟଙ୍କାର ଇନପୁଟ୍ ସବସିଡି। ସେହିଭଳି ଏ କିସମର ଧାନ ପାଇଁ କ୍ୱିଣ୍ଟାଲ ପିଛା 89 ଟଙ୍କା ବୃଦ୍ଧି ହେବ ସହ ମୋଟ ଟଙ୍କା 3189 ଧାର୍ଯ୍ୟ କରାଯାଇଛି। ଏନେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।